नमस्कार जय जगन्नाथ यूट्यूब चैनल को मोर स्वागत भगवान का आशीर्वाद आपण मैंने समस्ते भले रुहतु आमे भी भले अच्छु आउ आज राखी पूर्णिमा आज भी राखी पूर्णिमा अगस्ट 27 तारिख रे पड़ी काली भी 28 तारिख रे राखी पूर्णिमा पड़ी किंतु समस्तଙ୍କର मतव्य ठीक नहीं आमे कहा मतव्य ठीक करूँ क्या मतव्य भूल करूँ बोलिकी आमको भी विचार ठीक आसुनी किंतु जेहेतु भद्रा बेला पड़ी भद्रा बेला राखी बांधिले भाई मानक पई भल नुहे आ कौन से शुभ काम हबनी बोलिकी किसी पंडित मानकर मंतव्य आउ पुरी पंडित मध्य भी यह कहते तो ସେଇଟା ମୁଁ ମୋର ପୁଅକୁ ଆସିବା ପାଇଁ ଆଜି କହୁଥିଲି ଆଉ ରାକ୍ଷୀ ମୋ ଝିଅ ବାନ୍ଧିଥାନ୍ତା ତା ପୁଅ ହାତରେ ଆଜି ବୋଲିକିରି ତ ମୋ ପୁଅକୁ ମନା କଲି ତାକୁ କହିଛି କାଲି ସକାଳୁ ସେ ବାହାରିକିରି ଆସିବ ବୋଲି ଆଉ କାଲି ପୂର୍ଣ୍ଣିମା ଦିନ ମାନେ 28 ତାରିଖ ଦିନ କମ୍ ସମୟ ରହିଛି 9ଟା 40 ପର୍ଯ୍ୟନ୍ତ ରହିଛି କମ୍ ସମୟ ରହୁ ପଛେ ଶୁଭାବେଳା ଅଛି ଆଉ ଯେହେତୁ ମନ ଭିତରେ ଗୋଟେ ଆସୁଛି ଯେ କୌଣସି ଶୁଭ କାମ ହେଇପାରିବନି ବୋଲି ତ ଲୋକମାନଙ୍କର ଦି ଦିନିଆ ଯେହେତୁ ପଡ଼ିଛି ସମସ୍ତଙ୍କର ତ ସମାନ ସମୟ ନାହିଁ କି ସମାନ ସୁବିଧା ନାହିଁ ତ ଆଜି ବି ବାନ୍ଧୁଛନ୍ତି କାଲି ବି ବାନ୍ଧିବେ ଯାହାକୁ ଯେମିତି ସମୟ ହେଲା ସେଇଟା ସେମାନଙ୍କୁ ବାନ୍ଧନ୍ତୁ ଆଉ ମତେ ଦୁଃଖ ଲାଗୁଛି ମୋ ଦୁଇ ଭାଇଙ୍କ ହାତରେ ମୁଁ ବାନ୍ଧି ପାରୁନି ମୋ ଜଗା ବଳିଆଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧି ପାରୁନି ଆଉ କିଛି ବର୍ଷ ତଳେ ମୁଁ ସ୍ୱପ୍ନ ରାତିରେ ଦେଖିଥିଲି ଯେହେତୁ ଛୋଟବେଳରୁ ରାକ୍ଷୀ ବାନ୍ଧି ପାରୁନଥିଲି ଆଉ ତାପରେ ମୋର 19 ବର୍ଷରେ ମ୍ୟାରେଜ୍ ହେଇଯାଇଥିଲା ତ ମୁଁ ଯେହେତୁ ପଶ୍ଚିମ ଓଡ଼ିଶାର ବୋହୂ ଥିଲି ତ ଆସିପାରୁନଥିଲି ଯାଇପାରୁନଥିଲି ଆଉ ମୋର ବଡ଼ ଭାଇ ମୋ ନନା ସିଏ ତ ଆମମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ଆଉ ଆମେ ରାକ୍ଷୀ ବାନ୍ଧି ପାରୁନା ତାଙ୍କ ହାତରେ ଆଉ ସେ ତ ବୁଲି ବୁଲିକିରି ଯେଉଁ ଗାଁକୁ ଯାଆନ୍ତି ଗାଁ ସାରା ତାଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ଆଉ ଖୁଆ ଦି ଖୁଆ ମାନେ ଏଇ ବାଁ ହାତ ଡାହାଣ ହାତରୁ ପୁରା ଏଇ ଖୁଆ ପର୍ଯ୍ୟନ୍ତ ସେତେବେଳେ ବଡ଼ ବଡ଼ ରାକ୍ଷୀ ସବୁ ଆସୁଥିଲା ଆଉ ଖୁଆ ପର୍ଯ୍ୟନ୍ତ ବନ୍ଧା ହେଇଥିବ ଆଉ ଆମେ ଭଉଣୀ ଭାଇମାନେ ସବୁ ଛୋଟ ଆମେ ଖୋଲିକିରି ନନାଙ୍କ ହାତରୁ ମୋ ନନା ବାନ୍ଧି ଦେଉଥିଲେ ଆମମାନଙ୍କ ହାତରେ ରାକ୍ଷୀ ତ ସେଥିଲାଗି ରାକ୍ଷୀ ପୂର୍ଣ୍ଣିମା ବିଷୟରେ ଆମକୁ ଏତେ ଜଣା ନଥିଲା ଆମେ ଜାଣୁ ଭାଇମାନଙ୍କ ହାତରେ ବନ୍ଧା ହୁଏ ଆଉ ଆମେ ବି ଜାଣୁ ଭଉଣୀମାନଙ୍କ ହାତରେ ବି ବନ୍ଧା ହୁଏ ତ ଯେତେବେଳେ ଜାଣିଲୁ ସେତେବେଳେ ପାଖରେ ନଥିଲୁ ଆଉ କିଛି ବର୍ଷ ପରେ ତଳେ ମୁଁ ସ୍ୱପ୍ନ ଦେଖିଥିଲି ମୋର ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବି ଆଉ ବହୁତ କାନ୍ଦିଥିଲି ଆଉ ଯେଉଁ ବର୍ଷ ଯାଇଥିଲି ତ୍ରିଶୁଳିଆ ଯାଇଥିଲି ଆଉ ନନାଙ୍କୁ ଫୋନ୍ କରିଥିଲି ଆଉ ମୋ ସାନ ଭାଇକି ଫୋନ୍ କରିଥିଲି ପ୍ରବଳ ବର୍ଷା ହେଉଥିଲା ଆଉ ମୋ ସାନ ଝିଅ ଯେହେତୁ ମୋ ପାଖରେ ସବୁବେଳ ପାଇଁ ରହୁଥିଲା ମୋର ପୁଅ ଭଳିଆ ମୋ ସେ ସବୁଥିରେ ସେ ସାହାଯ୍ୟ କରୁଥିଲା ତ ତାରି ସାଙ୍ଗରେ ମୁଁ ଯାଇଥିଲି ଆଉ ମୋ ସାନ ଭାଇ ମୋତେ ଆସିକି ନେଇଥିଲା ବହୁତ ଜୋର ବର୍ଷା ହେଉଥିଲା ଆଉ ଯାହା ବି ହଉ ମୁଁ ତା ପାଖକୁ ପ୍ରଥମ ଟାଇମ୍ ଯାଇଥିଲି ଆଉ ମୋ ନନା ଯାଇ ସେଇଠି ପହଞ୍ଚିଥିଲେ ଆଉ ମୁଁ ରାକ୍ଷୀ ବାନ୍ଧିଥିଲି ଆଉ ସେଇ ଦିନରୁ କଣ୍ଟିନ୍ୟୁ ମୁଁ ରାକ୍ଷୀ ବାନ୍ଧୁଥିଲି ଆଉ ଆଉଥରେ ବି ଆମ ଘରକୁ ଆସିଥିଲେ ଦୁଇ ଭାଇ ଯାକ ମାନେ ଆपिଲକୁ ଆସିଥିଲେ ତ ଦୁଇ ଭାଇ ଭିଣେଇ ଆଉ ଭଉଣୀ ଜୋଇଁ ଏମିତି ଆସିଥିଲେ ସମସ୍ତେ ଗେଟ୍ ଟୁଗେଦର୍ ହେଇଥିଲୁ ରାକ୍ଷୀ ବାନ୍ଧିଥିଲୁ ଆର ବର୍ଷ ମଧ୍ୟ ମୋର ଝିଆରୀ ଯିଏ ଡକ୍ଟରୀ ପାଇଛି ସେ ବି ସମସ୍ତଙ୍କୁ ଗେଟ୍ ଟୁଗେଦର୍ କରେଇକିରି ଏକଜୁଟ କରେଇଥିଲା କେତେ ଖୁସି ଲାଗୁଥିଲା ଭିଡ଼ିଓ କରିଥିଲୁ ଫଟୋ ଉଠେଇଥିଲୁ ଆଉ ପ୍ରସାଦ ମଗା ହେଇଥିଲା ଆମେ ଖାଇଥିଲୁ ବହୁତ ଖୁସି ଲାଗୁଥିଲା ଆଉ ସେଇ ଦିନଟା ଆଜି ଏ ବର୍ଷ ନାହିଁ ଆଉ ମୋ ଭାଇ ବି ମୁଁ ଫୋନ୍ କରିଥିଲି ସାନ ଭାଉଜକୁ ପଚାରୁଥିଲି ରାକ୍ଷୀ ବାନ୍ଧିବା କଥା ଆଉ ମୋ ଭାଇ ଆଜି ରାକ୍ଷୀ ବାନ୍ଧିନି କାଲି ବାନ୍ଧିବ ଯାହା ମୋତେ ବି ଖୁସି ଲାଗିଲା କାଲି ଦିନଟା ବହୁତ ଭଲ ଅଛି ଆଉ ମୁଁ ତ ବାନ୍ଧି ପାରୁନି ମୁଁ ନ ବାନ୍ଧି ପାରିଲେ କ'ଣ ହେଲା ମୁଁ କୋରିଅର ମାଧ୍ୟମରେ ଆଡ୍ରେସ୍ ନେଇକିରି ପଠେଇ ଦେଇଛି ମୋ ଦୁଇ ଭାଇଙ୍କ ପାଖକୁ ବାକି ମୋ ନନା ଆଜି ବାନ୍ଧିଛନ୍ତି କି ନାହିଁ ମୁଁ ଫୋନ୍ କଲେ ଜଣାପଡ଼ିବ ଆଉ ମୁଁ କହିଛି ରାକ୍ଷୀ ବାନ୍ଧିକିରି ମୋତେ ଫଟୋ ଦେବ ମୋତେ ବହୁତ ଦୁଃଖ ଲାଗୁଛି ମୋ ଭାଇମାନଙ୍କ ପାଖକୁ ମୁଁ ଯାଇପାରିଲିନି ଆଉ ମୋ ନନା ବି ପୁଅ ପାଖକୁ ଯାଇଛନ୍ତି ଯେଉଁଠି ମାନେ ନନାଙ୍କ ପୁଅ ଯେଉଁଠି ଅଛନ୍ତି ସେ ସେଇଠିକି ଯାଇଛନ୍ତି ନନା ଭାଉଜକିରି ଯାଇଛନ୍ତି ତ ଗାଁରେ ବି ନାହାନ୍ତି ନା କଟକରେ ବି ନାହାନ୍ତି ଯଦି ଥାଆନ୍ତେ ଏଇଠି ଦୁଇ ଭାଇ ଏକଜୁଟ ହେଇଥିଲେ ନିଶ୍ଚିତ ରାକ୍ଷୀ ମୁଁ ବାନ୍ଧିଥାନ୍ତି ଯାଇକିରି ଆଉ ମୋର ଶରୀର କଣ୍ଡିସନ୍ ବି ସାଥ୍ ଦେଉନି ମୋ ଶରୀର କଣ୍ଡିସନ୍ ଦିନକୁ ଦିନ ମୋର ୱିକ୍ ହେଇକା ଯାଉଛି ଯାହା ବି ହଉ ଯଦି ପାଖରେ ଥାଆନ୍ତେ ମୁଁ ନିଶ୍ଚିତ ରାକ୍ଷୀ ବାନ୍ଧିଥାନ୍ତି ଆର ବର୍ଷକୁ ଯଦି ମୋର ଦେହ କଣ୍ଡିସନ୍ ଭଲ ଥିବ ଆଉ ଦୁଇ ଭାଇ ଏକଜୁଟ ହେଇକିରି ଗୋଟେ ଜାଗାରେ ରହିଥିବେ ମାନେ ଗୋଟେ ଜାଗାରେ ଆସିକିରି ପହଞ୍ଚି ପାରିବେ ସିଆଡ଼କୁ ଆମ ମୋ ମା ଘର ହଉ କି କଟକ ହଉ କି ତ୍ରିଶୁଳିଆ ହଉ ଯେଉଁ ଜାଗାରେ ବି ପହଞ୍ଚିବେ ଯଦି ମୋର ମନ ଠିକ୍ ଥିବ ଆଉ ମୋ ଶରୀର କଣ୍ଡିସନ୍ ଠିକ୍ ଥିବ ମୁଁ ନିଶ୍ଚିତ ଯାଇକି ମୋ ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବି ଭାଇ ତ ଆମର ସବୁବେଳ ପାଇଁ ଛାଇ ହେଇକିରି ରହିଛନ୍ତି ଆଉ ଭଗବାନଙ୍କ ପାଖରେ କୋଟି କୋଟି ପ୍ରଣାମ କରି କହୁଛି ଯିଏ ଯେଉଁ ଜାଗାରେ ଥାଆନ୍ତୁ ସମସ୍ତଙ୍କୁ ଭଗବାନ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ ଆଉ ସବୁବେଳେ ମୋତେ ଦୁଃଖ ଲାଗୁଛି ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୁଁ ମୋ ଭାଇମାନଙ୍କୁ ଦେଖିପାରୁନି ଆଉ ମୁଁ କହିଦେଇଛି
ରାକ୍ଷୀ ବାନ୍ଧିବେ ଆଉ ଫଟୋ ଉଠେଇକିରି ପଠେଇବେ। ଆଉ ଏଇଠି ଘରେ ରହୁଛି। ଆଉ ଆଗର ଫଟୋ ଗୁଡ଼ାକ ସବୁ ଦେଖିବି, ଆଗର ଫଟୋ ଗୁଡ଼ାକୁ ରଖିକିରି ଗୋଟେ ଭିଡ଼ିଓ କରିକି ପକେଇବି। ଆଉ ଆକ୍ଚୁଆଲି ମନ ଭଲ ଲାଗୁନି, ଯାଇପାରୁନି, ବାନ୍ଧି ପାରିଲିନି। ଆଗର କିଛି ବର୍ଷ କଥା ସବୁ ମନେ ପଡୁଛି। ନନା, ଏ ଗରିବ ଭଉଣୀର ରାକ୍ଷୀ ତୁମେ ବାନ୍ଧିବ ଆଉ ଫଟୋ ପଠେଇବ। ଅଭିରେ ତୁ ଗରିବ ନାନୀର ରାକ୍ଷୀ ବାନ୍ଧିବ ଆଉ ଫଟୋ ପଠେଇବ। ଛୁଆମାନଙ୍କୁ ମୋର ସ୍ନେହ ଆଉ ଆଶୀର୍ବାଦ, ନନା ଲୋକଙ୍କୁ ମୋର ନମସ୍କାର। ସମସ୍ତେ ଭଲରେ ଥାଅ, ଆଉ କିଛି କହିବାରନି। ଯଦି ସମୟ ଥିବ କେତେବେଳେ ଆସିବ ଏ ଗରିବ ଭଉଣୀର କୁଡ଼ିଆକୁ ଟିକେ ବୁଲିକିରି ଯିବ। ମୋ ଶରୀର ବିଲକୁଲ ଭଲ ଲାଗୁନି। ମୁଁ ସିନା ସ୍ୱାସ୍ଥ୍ୟ ଅଛି ବୋଲିକିରି ସମସ୍ତେ ଭାବିବେ ଦେହ ପା ଠିକ୍ ଅଛି, କିନ୍ତୁ ଶରୀର ମୋର ସାଥ ଦଉନି ଠିକ୍ ସେ। ସବୁବେଳେ ମୁଁ ରୋଗରେ ଆକ୍ରାନ୍ତ ହଉଛି। ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ କିଛି କହିପାରୁନି, ରହିଲି, ନମସ୍କାର, ଜୟ ଜଗନ୍ନାଥ।